ଆଜିର ରେସିପି ଖାସ୍ ସେଇମାନଙ୍କ ପାଇଁ ଯେଉଁମାନେ କୁନ୍ଦୁରି ଖାଇବା ପାଇଁ ପସନ୍ଦ କରୁନାହାନ୍ତି। ଗ୍ୟାରେଣ୍ଟି ରହିଲା ଥରେ ଏମିତି ଉପାୟରେ ବନେଇ ଖାଇଲେ ବାର ବାର ବନେଇବା ପାଇଁ ପସନ୍ଦ କରିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନ୍ରେ ପ୍ରେସ୍ କରନ୍ତୁ। ଫେସବୁକ୍ ପେଜ୍କୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଏହି ସୁଆଦିଆ ତରକାରୀ ବନେଇବା ପାଇଁ ଏଇଠି ମୁଁ ନେଇଛି 250 ଗ୍ରାମର କଷି କୁନ୍ଦୁରି। ପ୍ରଥମେ କୁନ୍ଦୁରିକୁ ପାଣିରେ ଘଷି ଘଷି ଧୋଇ ନେବା, ତାପରେ ଆମେ କାଟିବା। ତାପରେ କୁନ୍ଦୁରିକୁ ଟିକେ ପତଳା ପିସେସରେ କାଟିବା। ପତଳା କରି କାଟିଲେ ତରକାରୀରେ ଜଲ୍ଦି ସିଝିଯିବ। ପ୍ରିୟ ଦର୍ଶକ ବନ୍ଧୁ, ଆପଣଙ୍କ ଭିତରୁ କିଏ କିଏ କୁନ୍ଦୁରି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ ନିଶ୍ଚୟ ମୋତେ କମେଣ୍ଟସ୍ କରି ଜଣାଇବେ। କମେଣ୍ଟସ୍ କରିବା ବିଲକୁଲ ଫ୍ରି। ଏଇଠି ଦେଖନ୍ତୁ ସବୁ କୁନ୍ଦୁରିକୁ ଆମେ କାଟି ନେଲେ। ଏତିକି କୁନ୍ଦୁରି ସହିତ ଏଇଠି ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। କୁନ୍ଦୁରିକୁ ଯେମିତି ପତଳା କାଟିଥିଲେ ଆଳୁକୁ ସେମିତି ପତଳା କାଟିବା ଆଉ ଲମ୍ବା କାଟିବା। ତରକାରୀରେ ଦେଖିବା ପାଇଁ ଭଲ ଲାଗିବ। କୁନ୍ଦୁରି ଆଳୁ ତରକାରୀରେ ସମାନ ଭାବରେ ସିଝିଯିବ। ଏବେ ଚାଲନ୍ତୁ ତରକାରୀ ପାଇଁ ଗୋଟେ ମସଲା ବନେଇବା। ଗୋଟେ ଗ୍ରାଇଣ୍ଡର ଜାର୍ ନେବା, ଗୋଟେ ଛୋଟ ଚାମଚ ହଳଦିଆ ସୋରିଷ ଦେବା, କଳା ସୋରିଷ ବି ଦେଇପାରିବେ। ତା ସହିତ ଗୋଟେ ଛୋଟ ଚାମଚ ପୋସ୍ତ ଦେବା। ପୋସ୍ତ ଦେଲେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ଯଦି ପୋସ୍ତ ନଥିବ 2 ଚାମଚ ସୋରିଷ ଦେବେ। ତା ସହିତ ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। ପ୍ରଥମେ ଏସବୁ ଜିନିଷକୁ ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ଜମା ପାଣି ଦେବା ନାହିଁ, ସେମିତି ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ପ୍ରଥମେ ଅଳ୍ପ ମସଲାକୁ ଶୁଖିଲା ଗ୍ରାଇଣ୍ଡ କଲେ ମସଲାରେ ଯେତେବେଳେ ପାଣି ଦେଇ ବାଟିବା ମସଲା ଚିକଣ ହେଇ ବାଟିଯିବ। ତାପରେ 6-7ଟି ରସୁଣ, ଗୋଟେ କଞ୍ଚା ଲଙ୍କା ଦେବା। ମୁଁ ଟିକେ ବଡ଼ ସାଇଜ୍ର ରସୁଣ ନେଇଛି, ସେଥିପାଇଁ 5ଟି ଦେଲି। 5-6 ଚାମଚ ପାଣି ଦେବା। ଅଳ୍ପ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା। ବେସର ମସଲା ବାଟିବା ସମୟରେ ଅଳ୍ପ ଲୁଣ ହଳଦୀ ଗୁଣ୍ଡ ଦେଇ ବାଟିଲେ ବେସର ମସଲା ପିତା ଲାଗିନଥାଏ। ତାପରେ ମସଲାକୁ ପୁରା ଚିକଣ କରି ବାଟି ଆଣିବା। ବେସର ମସଲା ଖଦଡ଼ ରହିଲେ ତରକାରୀରେ ପିତା ଲାଗେ। ଏହି ଉପାୟରେ ମସଲାକୁ ବାଟିଲେ ଅଳ୍ପ ମସଲା ବି ଚିକଣ ଭାବରେ ବାଟିଯାଏ। ତରକାରୀ ବନେଇବାର ଅଧା ଘଣ୍ଟା ପୂର୍ବରୁ ଏହି ବେସର ମସଲାକୁ ବାଟିକି ରଖିବେ, ତାହେଲେ ତରକାରୀର ଟେଷ୍ଟ ବହୁତ ବଢ଼ିଯିବ। ଏବେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। ଗୋଟେ ଭାରି କଢ଼େଇ ନେବା, କାଟି ରଖିଥିବା କୁନ୍ଦୁରି ଆଳୁକୁ ଦେବା। ତା ସହିତ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ଏହି ତରକାରୀରେ ପିଆଜ ଟିକେ ଅଧିକ ଦେବେ, ଖାଇବା ପାଇଁ ଭଲ ଲାଗିବ। ପିଆଜକୁ ଏମିତି ଲମ୍ବା ଆଉ ପତଳା କରି କାଟିକି ଦେବେ। ତା ସହିତ ରାଗ ପାଇଁ 2ଟି କଞ୍ଚା ଲଙ୍କା, କଞ୍ଚା ଲଙ୍କାକୁ ମଝିରୁ ଚିରା ଲଗାଇ ଦେବେ। ଭଲ ବାସ୍ନା ପାଇଁ ବେଶ କିଛି ଧନିଆ ପତ୍ର, କୁନ୍ଦୁରି ଆଳୁକୁ ଦେଖି ସ୍ୱାଦ ଅନୁସାରେ ଲୁଣ, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ରାଗ ପାଇଁ ଆମେ କଞ୍ଚା ଲଙ୍କା ଦେଇଥିଲେ। ତା ସହିତ ଗୋଟେ ବଡ଼ ଚାମଚ କଞ୍ଚା ସୋରିଷ ତେଲ। ଏହି ତରକାରୀରେ କଞ୍ଚା ସୋରିଷ ତେଲ ଦେଲେ ବହୁତ ବଢ଼ିଆ ଟେଷ୍ଟ ଆସିବ। ତାପରେ ସବୁ ଜିନିଷକୁ ହାତରେ ଭଲ ଭାବରେ ଚକଟିବେ। 2-3 ମିନିଟ୍ ପର୍ଯ୍ୟନ୍ତ କୁନ୍ଦୁରି ଆଳୁ ପିଆଜକୁ ଭଲ ଭାବରେ ଚକଟି ନେବା। ଯେତେ ଭଲ ଭାବରେ ଚକଟିବେ ଏହି ତରକାରୀର ବାସ୍ନା ଆଉ ଟେଷ୍ଟ ସେତେ ବଢ଼ିବ। ଏହି ଚକଟିବା ହେଉଛି ଏହି ତରକାରୀର ଖାସିୟତ। ଚକଟି ସାରିବା ପରେ ଆମେ ବନେଇଥିବା ବେସର ମସଲାକୁ ଦେବା। ଗ୍ରାଇଣ୍ଡର ଜାର୍ ଥୋଇ ଅଧା କପ୍ ପାଖାପାଖି ପାଣି ଦେବା। ପ୍ରଥମରୁ ବେଶୀ ପାଣି ଦେବେ ନାହିଁ। ଗୋଳେଇ ସାରିବା ପରେ ଯେତିକି ପାଣି ଦରକାର ପଡ଼ିବ ଦେଖିକି ଦେବା। ତାପରେ ଆଉ ଅଧା କପ୍ ପାଖାପାଖି ପାଣି ଦେବା। ପାଣି ଆପଣମାନେ ସେତିକି ଦେବେ କୁନ୍ଦୁରି ଆଳୁ ବୁଡ଼ିକି ରହିବ, ବେଶୀ ପାଣି ଦେବେ ନାହିଁ। ଏହି ଷ୍ଟେଜ୍ରେ ଆପଣମାନେ ଗୋଟେ ମିଡ଼ିୟମ୍ ସାଇଜ୍ର ଟମାଟୋକୁ ଛୋଟ ଛୋଟ କରି କାଟିକି ଦେବେ। ମୁଁ ଦେବା ଲାଗି ଭୁଲି ଯାଇଥିଲି, ପରେ ଦେଇଥିଲି। ଏବେ ଆମେ ଗ୍ୟାସ୍ ଉପରେ ବସାଇବା। ପ୍ରଥମେ ଗ୍ୟାସ୍ର ଫ୍ଲେମ୍ ହାଇ ରଖିବା। ପାଣି ବହୁତ ଜଲ୍ଦି ଫୁଟିଯିବ। ପାଣି ଥରେ ଫୁଟି ଆସିଲେ ସବୁ ଜିନିଷକୁ ତଳ ଉପର କରି ଗୋଳେଇ ନେବା। ତାପରେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଲୋ ଫ୍ଲେମ୍ରେ 5-7 ମିନିଟ୍ କଭର କରି କୁନ୍ଦୁରି ଆଳୁକୁ ସିଝେଇବା। ମୁଁ ଟମାଟୋ ଦେବା ଲାଗି ଭୁଲି ଯାଇଥିଲି, ଏହି ଷ୍ଟେଜ୍ରେ ଦେଲି। ଟମାଟୋକୁ ପୁରା ଛୋଟ ଛୋଟ କରି କାଟିକି ଦେବେ। ତରକାରୀରେ ବହୁତ ଜଲ୍ଦି ସିଝିଯିବ। ତାପରେ କଭର କରି 5-7 ମିନିଟ୍ ପର୍ଯ୍ୟନ୍ତ କୁନ୍ଦୁରି ଆଳୁକୁ ସିଝେଇବା। 7 ମିନିଟ୍ ପରେ ଏଇଠି ଦେଖନ୍ତୁ କୁନ୍ଦୁରି ଆଳୁରେ ଯେତିକି ପାଣି ଦେଇଥିଲେ ପାଣି କମିଯାଇଛି। ଏବେ ଚାଲନ୍ତୁ କୁନ୍ଦୁରି ଆଳୁକୁ ଚେକ୍ କରିବା। ଦେଖନ୍ତୁ କୁନ୍ଦୁରି ଆଉ ଆଳୁ ସବୁ ଜିନିଷ ଭଲ ଭାବରେ ସିଝି ଯାଇଛି। ସବୁ ଜିନିଷ ଭଲ ଭାବରେ ସିଝିଯିବା ପରେ ଆଉ ବେଶୀ ସମୟ ତରକାରୀକୁ ସିଝେଇବା ନାହିଁ। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ହାଇ ରଖି କୁନ୍ଦୁରି ଆଳୁରେ ଯେତିକି ପାଣି ଅଛି ସେ ପାଣିକୁ ଟିକେ ଶୁଖେଇବା। ପାଣି ଟିକେ ଶୁଖିଗଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। କଢ଼େଇ ଚାରିପଟରେ କୁନ୍ଦୁରି ଆଳୁକୁ ଏମିତି ମେଲେଇ ଦେବେ, ପାଣି ଜଲ୍ଦି ଶୁଖିଯିବ। ପାଣି ଶୁଖିଯିବା ପରେ ଦେଖିବେ ମସଲା କଢ଼େଇ ଚାରିପଟରେ ଲାଗିଯିବ। ମସଲା ଟିକେ ଲାଗିଗଲେ ତରକାରୀ ଖାଇବା ପାଇଁ ଭଲ ଲାଗିବ। ଏବେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। ତରକାରୀକୁ କଢ଼େଇ ଚାରିପଟରେ ଏମିତି ମେଲେଇ ଦେବା। ତାପରେ 5 ମିନିଟ୍ ପରେ ତରକାରୀକୁ ବାହାରକୁ ବାହାର କରିବା। ଦେଖିବେ କଢ଼େଇରେ ଯେତିକି ମସଲା ଲାଗିଥିବ
ସେ ମସଲା ସବୁ ବାହାରି ଆସିବ। ଏବେ ଆମ ରେଡ଼ି ହେଇଗଲା ନୂଆ ଶୈଳୀରେ କୁନ୍ଦୁରି ଆଳୁ ପତୁଆ। ଆପଣମାନେ ବନାନ୍ତୁ ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।